अरे गुटुका नहीं मु बंचिबी कहीं। अरे गुटुका नहीं मु बंचिबी कहीं। गुटुका बिना किछि भल लागू तो नहीं। हेले सरकार से कथा बुझिला नहीं। गुटका को मोठारू नेला छड़ेई। अरे गुटुका नहीं मु बंचिबी कहीं। गुटुका बिना तो किछि भल लागू तो नहीं। अरे गुटुका को झुरी लाଗୁଛି ମୁଁ ଯିବି ରେ ମରି। ଗୁଟୁକା କୁ ଝୁରି ଲାଗୁଛି ମୁଁ ଯିବି ରେ ମରି। ହେଲେ ସରକାର ସେ କଥା ବୁଝୁ ତ ନାହିଁ। ଆରେ ଗୁଟୁକା ନାହିଁ ମୁଁ ବଞ୍ଚିବି କାହିଁ। ଗୁଟୁକା ବିନା ତ କିଛି ଭଲ ଲାଗୁ ତ ନାହିଁ। ଗୁଟୁକା ଥିଲା ମୋର ଜୀବନ ସାଥୀ। ତା ସହିତ ମୋର ଥିଲା ଚୋରା ପିରତି। ହେଲେ ସରକାର ତାକୁ ତ ନେଲା ଛଡ଼େଇ। ଗୁଟୁକା ନାହିଁ ମୁଁ ବଞ୍ଚିବି କାହିଁ। ଗୁଟୁକା ବିନା ତ କିଛି ଭଲ ଲାଗୁ ତ ନାହିଁ। ଗୁଟୁକା ବିନା ମୁଁ ରହିପାରିବି ନାହିଁ। ଗୁଟୁକା ବିନା ମୁଁ ରହିପାରିବି ନାହିଁ। ହେଲେ ସରକାର ସେ କଥା ବୁଝିଲା ନାହିଁ। ଗୁଟକାକୁ ମୋଠାରୁ ନେଲା ଛଡ଼େଇ। ଦର୍ଶକ ବନ୍ଧୁ ତ ହସ ଲାଗୁଛି ଗାଇଲା ବେଳେ ବି, ଭଲକି ଗାଇ ପାରୁନଥିଲି, ହସ ଲାଗୁଛି ଏତେ ଜୋରରେ। ସତ କଥା ହେଲା, ମୁଁ କେବେ ଗୁଟକା ଖାଏନି। ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି ଆପଣମାନେ ମଧ୍ୟ ଖାଆନ୍ତୁ ନାହିଁ। କାରଣ ଏହାଦ୍ୱାରା ବହୁତ ପ୍ରକାର କ୍ୟାନ୍ସର ହେଉଛି, ବିଶେଷ କରି ମୁଖ ଗହ୍ୱର କ୍ୟାନ୍ସର, ଯେଉଁଟାକି ବହୁତ ଯନ୍ତ୍ରଣାରେ ଲୋକମାନେ ଆପଣମାନେ ଦେଖିଥିବେ ଏସ୍ସିବି ଆଉ ବଡ଼ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି, ବହୁତ ଯନ୍ତ୍ରଣା ସହୁଛନ୍ତି। ସେଥିପାଇଁ ସରକାର ବନ୍ଦ କରିଛନ୍ତି। ଏହା ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ମୁଁ କେବଳ ଏହି ସମୟରେ ଯେଉଁ ଗୁଟୁକା ପ୍ରେମୀମାନଙ୍କର ମାନସିକ ସ୍ଥିତି ପ୍ରତି ସମ୍ବେଦନଶୀଳ ହେଇଛି ଆଉ ତାକୁ ଗୋଟେ ହାସ୍ୟରସାତ୍ମକ ଢଙ୍ଗରେ ଉପସ୍ଥାପିତ କରିଛି। ଅର୍ଥାତ୍ ଯେତେବେଳେ ଗୋଟେ ଜିନିଷ ଛାଡ଼ିବ, ଯାହାକୁ ବହୁତ ଭଲ ପାଉଥିବ, ସବୁବେଳେ ଖାଉଥିବ, ସେ ତ ରହିପାରିବନି, ବହୁତ କଷ୍ଟ ହେବ। ସେଇ କଷ୍ଟ ପ୍ରତି ମୁଁ ସମ୍ବେଦନା ରଖିଛି, କିନ୍ତୁ ତାକୁ ହାସ୍ୟରସାତ୍ମକ ଢଙ୍ଗରେ ଉପସ୍ଥାପିତ କରିଛି ଖାଲି ଆପଣମାନଙ୍କୁ ହସେଇବା ପାଇଁ। ଏ ଉପସ୍ଥାପନାର କୌଣସି ଲକ୍ଷ୍ୟ ନାହିଁ ଆଜ୍ଞା। ଆପଣମାନଙ୍କୁ ମନ ଭରି କେମିତି ହସିବେ, ଖୁସି ରହିବେ, ତାହାରି ମୋର ଲକ୍ଷ୍ୟ। ହଠାତ୍ ବସିଥିଲି, ହଠାତ୍ ଗୀତଟି ମନକୁ ଆସିଲା, ହଠାତ୍ ଗାଇଦେଲି। କିଛି ପୂର୍ବ ପ୍ରସ୍ତୁତି ନାହିଁ, କିଛି ନାହିଁ। ତେଣୁ ମୋର ଆଉ ଥରେ ବି ଅନୁରୋଧ, ଆପଣମାନେ ଗୁଟକାଠୁ ଦୂରେଇ ରୁହନ୍ତୁ। এই ଗୀତଟିକୁ କେବଳ ହସିବା ପାଇଁ ବ୍ୟବହାର କରନ୍ତୁ। ଖୁସି ହୁଅନ୍ତୁ, ଭଲରେ ଥାନ୍ତୁ। ଆଜି ପାଇଁ ଜୀବନକୁ ବିଦାୟ ଦିଅନ୍ତୁ। ଆପଣମାନେ ଭଲରେ ଥାନ୍ତୁ। ରହୁଛି, ନମସ୍କାର।